ଚାଲିଛି ବାହାଘର। ଖୁସିରେ ମସ୍ଗୁଲ ସମସ୍ତେ। ବରକନ୍ୟା ବି ନିଜର ମନପସନ୍ଦର ସାଥୀ ପାଇ ଖୁସିରେ ମାଳ ପିନ୍ଧାପିନ୍ଧି ହେଉଛନ୍ତି। କିନ୍ତୁ କିଏ ଜାଣିଥିଲା ଲୁଚି ବସିଥିବା ଯମ ଠିକ୍ ସେତିକି ବେଳେ ଆସିବ। ଆଉ ସେ ଖୁସିର ମୁହୂର୍ତ୍ତକୁ କିଛି କ୍ଷଣରେ ଦୁଃଖରେ ବଦଳାଇ ଦେବ। ଜୀବନ କଅଁଳ ଘାସ ଉପରେ ପଡ଼ିଥିବା କାକର ବିନ୍ଦୁଟେ ପରି। କେତେବେଳେ ସୂର୍ଯ୍ୟର କିରଣ ପଡ଼ିବ ଆଉ ସେଇ କାକର ବିନ୍ଦୁଟି ଝଡ଼ି ପଡ଼ିବ। ଠିକ୍ ସେମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ବିଶ୍ୱାସ କରିପାରିବେନି। ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବାକୁ କିଏ ବା ନ ଚାହେଁ। ନିଜ ଜୀବନସାଥୀ ସହିତ ରହିବାକୁ ଅନେକ ପ୍ରେମୀ ଯୁଗଳଠାରୁ ଆରମ୍ଭ କରି ଯୁବକ ଯୁବତୀମାନେ ସ୍ୱପ୍ନ ଦେଖନ୍ତି। କିନ୍ତୁ ସେହି ପ୍ରେମ କିମ୍ବା ବିବାହ ଯଦି ପୂରଣ ହେବା ଆଗରୁ ଅଧାରେ ରହିଯାଏ, ଆଉ ନିଜ ସାଥୀକୁ ନେଇ ଭାବିଥିବା ଅନେକ କଥା ଅଧାରେ ରହିଯିବ, ତାହେଲେ ମନକୁ କେତେ କଷ୍ଟ ଲାଗେ ତାହା କେବଳ ଯାହାକୁ ଲାଗିଛି ସେ ହିଁ ଠିକ୍ ଅନୁଭବ କରିପାରୁଥିବ। ହଁ ଦର୍ଶକ ବନ୍ଧୁ, ନଜର ପକାନ୍ତୁ ଟିକେ ଏ ଦୃଶ୍ୟ ଉପରେ। ବାହାଘର ସରିବା ପରେ ବେଦୁରି ଉଠି ବରକନ୍ୟା ନିଜ ପରିବାର ବନ୍ଧୁବାନ୍ଧବଙ୍କ ଆଶୀର୍ବାଦ ନେବାକୁ ଗୋଟେ ଜାଗାରେ ଉପସ୍ଥିତ ଥିଲେ। ଏପଟେ ଗୀତର ତାଳେ ତାଳେ ଝୁମୁଥିଲେ ପରିବାର ଲୋକେ, ଆଉ ଯାହାକୁ ମଞ୍ଚ ଉପରେ ଛିଡ଼ା ହୋଇ ଦେଖୁଥିଲେ ନୂଆ ବିବାହିତ ଦମ୍ପତି। କିନ୍ତୁ ଯୁବତୀ ଜଣକ ସହିତ ହଠାତ୍ ଏମିତି କିଛି ହୋଇଯିବ ତାହା କାହାକୁ ବା ଜଣା ନଥିଲା। ଦେଖୁ ଦେଖୁ ସବୁ ଆଶା ଯେମିତି ମଉଳିଗଲା। କେତେ ସ୍ୱପ୍ନ ଦେଖିଥିଲେ ଏହି ମହିଳା ଜଣକ, କିନ୍ତୁ ସବୁ ସ୍ୱପ୍ନ ଯେମିତି ଅଧାରେ ରହିଗଲା। ଆଖି ପିଛୁଳାକେ ଉଭେଇଗଲା ଜଣେ ପ୍ରେମ ପକ୍ଷୀର ଜୀବନ। ସ୍ୱାମୀ ଦେଖୁ ଦେଖୁ ସ୍ତ୍ରୀ ହଠାତ୍ ବୁଲି ପଡ଼ିଲା, ଆଉ ସ୍ୱାମୀ କେମିତି ହେଲା ଏସବୁ ଜାଣିବା ଆଗରୁ ସ୍ତ୍ରୀର ଜୀବନ ଚାଲି ଯାଇଥିଲା। ବେକରେ ଫୁଲମାଳଟି ପକଉ ପକଉ ଟଳି ପଡ଼ିଥିଲେ ମହିଳା ଜଣକ, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସୂଚନା ମୁତାବକ ମହିଳା ଜଣକ ହୃଦରୋଗଜନିତ ସମସ୍ୟା ଥିବା ହେତୁ ଏହିପରି ହୋଇଥିବା ଜଣାପଡ଼ିଛି। ତେବେ ଏହା କେଉଁ ଜାଗାର ତାହା ଜଣାପଡ଼ୁନଥିବା ବେଳେ ଏହି ହୃଦୟ ବିଦାରକ ଭିଡ଼ିଓଟି ସବୁଆଡ଼େ ଫୋନ୍ରୁ ଫୋନ୍କୁ ଘୁରି ବୁଲୁଛି। ଯାହାକୁ ଦେଖି ଅନୁଭବ ହେଉଛି ଯେ ଏମିତି ବି ଆସିପାରେ ମୃତ୍ୟୁ। ନା ସେ କାହାକୁ ଅପେକ୍ଷା କରେ, ନା କାହା କଥା ସେ ଶୁଣେ। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।